এটা দেখো এটা কি ক্যামেরা কে সডন তোমার ইয়ারো কন্যাক পরিবার তরফରୁ বড়দের মধ্যে যে প্রশ্ন অଣାଯାଇଅଛି ତାକି ଚନ୍ଦ୍ର ପ୍ରସ୍ତୁତ କରିବେ এই ସମୟରେ ଆଉ ତାଙ୍କ ବିବାହ ଉପଲକ୍ଷେ ଯଦି ଗୀତ ବରଙ୍କ ପରିବାର ତରଫରୁ ବା କନ୍ୟାଙ୍କ ପରିବାର ତରଫରୁ ଅନୁରୋଧ କରିବୁ ଦୟାକରି এই ସମୟରେ ଗୀତ ଗାନ କରିବେ। প্রস্তুত করে আগে চেষ্টা করুন এই সময় যদি বরক পরিবার বা কন্যাক পরিবার গীত গাই আমি প্রথমে অনুরোধ করব বরক পরিবার দয়াকরি গীত গাইবা পাই। देखिए स्टार्ट कर लो बाकी पैसा कोई दे बाकी कौन दे रहा है टाइम है
ଆମମାନଙ୍କର ଅତ୍ୟନ୍ତ ଦୟାଳୁ ପ୍ରେମମୟ ସ୍ୱର୍ଗସ୍ଥ ପିତା, ପ୍ରଭୁ ତୁମର ମହାନ ଏବଂ ପବିତ୍ର ନାମର ଧନ୍ୟବାଦ ଏବଂ ପ୍ରଶଂସା କରୁଛୁ। କାରଣ ହେ ପିତା, ତୁମେ ଆମମାନଙ୍କର ପ୍ରଭୁ, ତୁମେ ଆମମାନଙ୍କର ପରମେଶ୍ୱର, ତୁମେ ଆମମାନଙ୍କର ସୃଷ୍ଟିକର୍ତ୍ତା, ତୁମେ ଆମମାନଙ୍କର ଉଦ୍ଧାରକର୍ତ୍ତା, ତୁମେ ଆମମାନଙ୍କର ସର୍ବେଶ୍ୱର। ମହାପ୍ରଭୁ ଏ ଜଗତରେ ତୁମେ ଆମମାନଙ୍କୁ ଯେଉଁ ବିଧିବିଧାନ ଦେଇଅଛ, ଯେଉଁ ପରିବାର, ଯେଉଁ ଅନୁଷ୍ଠାନ ତୁମେ ଆମମାନଙ୍କୁ ଦେଇଅଛ, ସେଥିପାଇଁ ଧନ୍ୟବାଦ ଦେଉଛୁ। ଏବଂ ତୁମର ବିଧିବିଧାନ ପାଳନ କରିବାକୁ ଯାଇ ଆଜି ଜଣେ ପୁଅ ଏବଂ ଜଣେ ଝିଅଙ୍କୁ ଏକତ୍ରିତ କରିବା ନିମନ୍ତେ, ବିବାହ ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ହେ ପ୍ରଭୁ ଆମେ ସମସ୍ତେ ଏକତ୍ରିତ ହୋଇଅଛୁ। ହଁ ପ୍ରଭୁ, ଏହି ଅବସର ନିମନ୍ତେ ତୁମର ଅନୁଗ୍ରହ କାମନା କରୁଅଛୁ। ସମସ୍ତ ବିଷୟର ତତ୍ତ୍ୱାବଧାନ ତୁମେ ନେଇଅଛ ବୋଲି ଆମେ ବିଶ୍ୱାସ କରୁଅଛୁ ଏବଂ ସମସ୍ତ ବିଷୟ ତୁମରି ଅନୁଗ୍ରହରେ, ତୁମରି ଇଚ୍ଛା ଅନୁଯାୟୀ ଏବଂ ତୁମରି ଯୋଜନା ଅନୁଯାୟୀ ଯେପରି ସଫଳ ହେବାକୁ ପାରିବ, ସମସ୍ତ ବିଷୟ ସମ୍ପାଦିତ ହେବ, ଏହି ଅନୁଗ୍ରହ କର, ଦୟା କର। ଏହି ସମୟରେ ହେ ପ୍ରଭୁ ଆମେମାନେ ତୁମରି ପବିତ୍ର ଚରଣ ନିକଟକୁ ଆସୁଅଛୁ। ଏହି ସମୟରେ ତୁମରି ମୁଖରୁ ପ୍ରଭୁ ତୁମରି କଥା ଶୁଣିବା ନିମନ୍ତେ ଆମେ ଅପେକ୍ଷା କରିଅଛୁ। ତୁମରି ଦାସଙ୍କ ଦ୍ୱାରା ତୁମେ ଆଜି ଆମମାନଙ୍କୁ କଥା କୁହ, ଯେପରି ଶ୍ରୋତା ବକ୍ତା ଉଭୟ ଆମେମାନେ ଆଶୀର୍ବାଦ ପାଇବୁ। ପୁଣି ବିଶେଷ ଭାବରେ ଯେଉଁ ପୁଅ ଏବଂ ଝିଅ ନୂଆ ପରିବାର ଗଢ଼ିବାକୁ ଯାଉଅଛନ୍ତି ପ୍ରଭୁ, ସେମାନେ ସେମାନଙ୍କର ଜୀବନର ଚଲାପଥ ନିମନ୍ତେ ସାହାଯ୍ୟ ଆଶୀର୍ବାଦ ପାଇବାକୁ ପାରିବେ। ଏହି ଅଳ୍ପ ନିବେଦନ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ। ସମ୍ମାନୀୟ ପୁରୋହିତ ମହୋଦୟ, ତଳକଳା ବାପ୍ତିସ୍ମ ମଣ୍ଡଳୀର ପାଳକ ମହୋଦୟ, ଦୟାକରି ତାଙ୍କର କାର୍ଯ୍ୟ ସମ୍ପାଦନ କରିବେ। ମହର୍ତ୍ତମାନର ଧନ୍ୟବାଦ ଦିଏ। ପ୍ରଭୁ ଅନୁଗ୍ରହ କରି ଏହି ଶୁଭ କାର୍ଯ୍ୟ ସମାପନ କରିବା ପାଇଁ ମୋତେ ସୁନ୍ଦର ପ୍ରଦାନ କରିଅଛନ୍ତି। ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସ୍ଥାନୀୟ ମୂଲ୍ୟ ପାଳକ, ଦିବ୍ୟାଙ୍ଗଣ, ସମସ୍ତ ମୁଖ୍ୟ କର୍ମକର୍ତ୍ତା, ମୁଖ୍ୟ କର୍ମକର୍ତ୍ତୀଗଣ, ଆମମାନଙ୍କ ମଧ୍ୟରେ ଉପସ୍ଥିତ ପ୍ରଭୁଙ୍କର ମହାଦାସ ବିଶପ ମହାଶୟ, ଡାଇରେକ୍ଟର ମହାଶୟ, ବରଯାତ୍ରୀ ଆସିଥିବା ପାଳକଗଣ, କର୍ମକର୍ତ୍ତାଗଣ, ପୁଣି ଅବସର ପାଳକ, ଉପସ୍ଥିତ ସମସ୍ତଙ୍କୁ ମୋ ନମସ୍କାର ନମସ୍କାର। ଆସନ୍ତୁ ବିବାହ କାର୍ଯ୍ୟ ଆରମ୍ଭ କରି ପ୍ରାର୍ଥନା କରିବା। ସମସ୍ତେ ପ୍ରାର୍ଥନା କରୁଛନ୍ତି। ସ୍ୱର୍ଗର ଉପନିସ୍ଥ ସ୍ୱର୍ଗବାସୀ ପବିତ୍ର ପ୍ରଭୁ, ତୁମରି ମହତ୍ ନାମର ଧନ୍ୟବାଦ ପ୍ରଶଂସା ଗୌରବ କରୁଅଛୁ। ତୁମରି ସଂକଳ୍ପ, ତୁମ ଯୋଜନା ଅନୁସାରେ ଏକ ଯୁବକ ଯୁବତୀ ବିବାହ କାର୍ଯ୍ୟ ସମାପନ କରିବା ପାଇଁ ଆମେ ସମସ୍ତେ ତୁମରି ପବିତ୍ର ମନ୍ଦିରରେ ଏକତ୍ରିତ ହେଉଛୁ। ପ୍ରଭୁ ପ୍ରାର୍ଥନା କରୁଛୁ, ବିନତି କରୁଅଛୁ, ଏ ବିବାହ କାର୍ଯ୍ୟ ଆରମ୍ଭ ଶେଷ ପର୍ଯ୍ୟନ୍ତ ରହିବ ତୁମର ଉପସ୍ଥିତ ରଖ। କାହ୍ନାନଗର ବିବାହରେ ଉପସ୍ଥିତ ହୋଇ ଯେପରି ସେମାନଙ୍କ ଅଭାବକୁ ତୁମେ ପୂର୍ଣ୍ଣ କର, ଆଶୀର୍ବାଦ କର। ତଦ୍ରୂପ ଏହି ବିବାହ ଉପସ୍ଥିତ ହୋଇ ବରକନ୍ୟାକୁ ଆଶୀର୍ବାଦ କର, ଉପସ୍ଥିତ ପ୍ରତ୍ୟେକକୁ ଆଶୀର୍ବାଦ କର। ଏହି ସମୟରେ ବରକନ୍ୟା ତୁମ ସମ୍ମୁଖରେ, ତୁମ ଲୋକମାନଙ୍କ ସମ୍ମୁଖରେ, ତୁମରି ପବିତ୍ର ମନ୍ଦିରରେ ଯେଉଁ ସମସ୍ତ ପ୍ରତିଜ୍ଞା କରିବେ, ସତ୍ୟ ଭାବରେ ପ୍ରତିଜ୍ଞା କରିବେ, ଏପରି ଅନୁଗ୍ରହ କର। ଉଭୟର ପ୍ରେମକୁ ଏକତ୍ର କରିବା ସମୟରେ ତୁମେ ଦୃଢ଼ କର। ପ୍ରାର୍ଥନା କରୁଛି, ବରକନ୍ୟା ଭକ୍ତିକୁ ଆଶୀର୍ବାଦ କର। ଆଜିର ସମସ୍ତ କାର୍ଯ୍ୟ ହସ୍ତ ରଖ। ମହିମା ଗୌରବ କେବଳ ତୁମେ ପାଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ବନ୍ଧୁବର୍ଗ, ଆମ୍ଭେମାନେ ସର୍ବଦର୍ଶୀ ପ୍ରେମ ଈଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ଉପାସକ ବୃନ୍ଦଙ୍କ ସହିତ ଏହି ଯୁବକ ସୁଶାନ୍ତ କେରକେଟା ଏବଂ କନ୍ୟା ଆକାଂକ୍ଷା କୁମାରୀ ପାଣିକୁ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ କରିବା ଏକତ୍ର ହେଉଛୁ। ବିବାହ ସର୍ବତ ସମାଜରେ ଗୌରବାନ୍ୱିତ ଆଦର ବିଷୟ ଅଟେ। ସାଧୁପାଲ ବରକନ୍ୟାଙ୍କ ଚରଣକୁ ଖ୍ରୀଷ୍ଟ ମଣ୍ଡଳୀର ନିଗୁଡ଼ ସମ୍ମିଳନ ନିଦର୍ଶନ ପ୍ରକାଶ କରିଅଛନ୍ତି। ମନୁଷ୍ୟର ପବିତ୍ର ଅବସ୍ଥାରେ ପ୍ରେମ ଈଶ୍ୱର ସ୍ୱୟଂ ଏ ବିଧି ସ୍ଥାପନ କରିଥିଲେ। ଆମର ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଶିଷ୍ୟମାନଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରି ଏହି ପୁଣ୍ୟ ପୁସ୍ତକକୁ ସୁଶୋଭିତ ପବିତ୍ର କରିଅଛନ୍ତି। ଅତଏବ ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ଭକ୍ତି ସହିତ ବିବେକର ସିଦ୍ଧାନ୍ତ ମତେ ଓ ପ୍ରାର୍ଥନା ପୂର୍ବକ ଏହି ପବିତ୍ର ଗୁରୁତ୍ୱ ବିଷୟରେ ପ୍ରଭୁ ଦେବା କର୍ତ୍ତବ୍ୟ। ସୁଖରେ ବା ଦୁଃଖରେ, ସୁଦଶାରେ ଦୁର୍ଦ୍ଦଶାରେ, ଯେପରି ସ୍ୱାମୀ ଓ ସ୍ତ୍ରୀ ପରସ୍ପର ଠାରୁ
ସାହାଯ୍ୟ ସନ୍ତଲାଭ କରି ପ୍ରେମରେ ଆନନ୍ଦରେ ଏକତ୍ର ବାସ କରନ୍ତି। ଏଥିପାଇଁ ଏ ବିବାହ ବିଧି ସ୍ଥାପିତ ଅଛି। ଏ ବିଧାନ ଅତୀବ ପବିତ୍ର ଓ ଗୁରୁତ୍ୱ ଦାୟିତ୍ୱପୂର୍ଣ୍ଣ ଅତଏବ ସର୍ବତ ଭାବରେ ନିର୍ଦ୍ଦୋଷ ନିଷ୍ପନ୍ନ ରୂପେ ରକ୍ଷା କରିବା ଆବଶ୍ୟକ। ଏହି ସମୟରେ ବିବାହ ଉତ୍ସବର ବିରୋଧୀ ସମସ୍ତଙ୍କୁ ମୋର ପ୍ରଶ୍ନ, ବିବାହର ପବିତ୍ର ଅବସ୍ଥାରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏହି ଯୁବକ ସୁଶାନ୍ତ କେରକେଟା ଆଉ ଯୁବତୀ ଆକାଂକ୍ଷା ପାଣି ବର୍ତ୍ତମାନ ସ୍ଥାନରେ ଅଛନ୍ତି। ଏମାନଙ୍କର ବିଧି ମତେ ବିବାହ ବିରୁଦ୍ଧରେ ଯଦି କାହାର କୌଣସି ଉପଯୁକ୍ତ ନ୍ୟାୟସଙ୍ଗତ ପ୍ରତିବନ୍ଧକ ଥାଏ ପ୍ରଥମେ ତାହା ପ୍ରକାଶ କରନ୍ତୁ, ନଚେତ୍ ଏହା ପରେ ଚିରକାଳ ନୀରବ ରୁହନ୍ତୁ। ମୁଁ ତୁମମାନଙ୍କୁ ପଚାରୁଅଛି ଯେ ତୁମେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ବିଷୟରେ ଯଦି କାହାର କୌଣସି ଉପଯୁକ୍ତ ନ୍ୟାୟସଙ୍ଗତ ପ୍ରତିବନ୍ଧକ ଥାଏ ତାହା ପ୍ରକାଶ କରନ୍ତୁ। ସୁଶାନ୍ତ କେରକେଟା ଆକାଂକ୍ଷା ପାଣି ବିଭାଗର ସମ୍ପୂର୍ଣ୍ଣ ଅଛି। କୁମାରୀ ପାଣି ସୁଶାନ୍ତ କେରକେଟା ବିଭାଗ ସମ୍ପୂର୍ଣ୍ଣ ଅଛି। ପ୍ରତିଜ୍ଞା କରୁଅଛି ଯେ ଆକାଂକ୍ଷା କୁମାରୀ ପାଣିଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। ମୁଁ ଆକାଂକ୍ଷା କୁମାରୀ ପାଣି ପ୍ରତିଜ୍ଞା କରୁଅଛି ଯେ ଶ୍ରୀମାନ ସୁଶାନ୍ତ କେରକେଟାଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। ଶ୍ରୀମାନ ସୁଶାନ୍ତ କେରକେଟା ତୁମେ ବିବାହର ପବିତ୍ର ସମ୍ବନ୍ଧରେ ଈଶ୍ୱରଙ୍କର ମଙ୍ଗଳ ବିଧନ୍ତେ ଦାମ୍ପତ୍ୟ ପ୍ରେମରେ ଆକାଂକ୍ଷା କୁମାରୀ ପାଣିଙ୍କୁ ନିଜର ବିବାହିତା ବାଧ୍ୟ ରୂପେ ଗ୍ରହଣ କରିବ। ତୁମେ କି ସର୍ବାବସ୍ଥା ଏହାକୁ ପ୍ରାଣର ସହିତ ପ୍ରେମ ସମାଦର ସ୍ୱାନ୍ତର ପ୍ରତିପାଳନ କରିବ। ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ଥିତିରେ ଆବଦ୍ଧ ହୋଇ ବିଶୁଦ୍ଧ ପବିତ୍ର ଗୁଣରେ ବାସ କରିବ। ପାଣି ଦୁଇଟି ବିବାହର ପବିତ୍ର ବନ୍ଧନରେ ଈଶ୍ୱରଙ୍କର ମଙ୍ଗଳ ବିଧାନରେ ଦାମ୍ପତ୍ୟ ପ୍ରେମରେ ଶ୍ରୀମାନ ସୁଶାନ୍ତ କେରକେଟାଙ୍କୁ ନିଜର ବିବାହିତ ସ୍ୱାମୀ ରୂପେ ଗ୍ରହଣ କରିବ। ତୁମେ କି ସ୍ଥରାବସ୍ଥା ଏହାକୁ ପ୍ରାଣର ସହିତ ପ୍ରେମ ସମାଦର ସ୍ୱାତନ୍ତ୍ର ପ୍ରତିପାଳନ କରିବ। ପୁଣି ପ୍ରଭୁଙ୍କ ସାକ୍ଷାତରେ ସର୍ବବିଷୟ ଆଙ୍କ ବସୁଧାଇ ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସବୁରେ ଆସକ୍ତ ହୋଇ ବିଶୁଦ୍ଧ ପବିତ୍ର ଗୁଣରେ ବାସ କରିବ। ବନ୍ଦ କରିବି ଆଜିଠାରୁ ପାଣିର ସାକ୍ଷାତରେ ପ୍ରଭୁଙ୍କର ପ୍ରଶଂସା କରୁଛି। ଏହି ସମବେତ ମଣ୍ଡଳୀର ସାକ୍ଷାତରେ ମୁଁ ସୁଶାନ୍ତ କେରକେଟା ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ବ୍ରହ୍ମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମଙ୍କୁ ଅର୍ଥାତ୍ ଆକାଂକ୍ଷା କୁମାରୀ ପାଣିକୁ ମୋର ବିବାହିତା କାର୍ଯ୍ୟ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସମ୍ପଦରେ ବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ
ଆଜୀବନ ପ୍ରେମ ସମାଜର ଓ ପ୍ରତିପାଳନ କରିବାକୁ ଶପଥ ଓ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମୋହର ବାକ୍ୟ ଦାନ କରୁଅଛି। ପ୍ରଭୁ ମୋହର ସହଭକ୍ତି ହେବନ୍ତୁ। ମୋହର ହୃଦୟ ତୁମ୍ଭର ହୃଦୟ ମୋର ପୁଣି ଆମ୍ଭମାନଙ୍କର ଉଭୟ ସମ୍ମିଳିତ ହୃଦୟ ଈଶ୍ୱରଙ୍କର ହେଉ। ମଣ୍ଡଳୀର ସାକ୍ଷାତରେ ମୁଁ ଆକାଂକ୍ଷା କୁମାରୀ ପାଣି ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭଙ୍କୁ ଅର୍ଥାତ୍ ଶ୍ରୀମାନ ସୁଶାନ୍ତ କାଲକାଟାକୁ ମୋର ବିବାହିତ ସ୍ୱାମୀ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସମ୍ପଦରେ ବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ଓ ପ୍ରତିପାଳନ କରିବାକୁ ଶପଥ ଓ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମୋହର ବାକ୍ୟ ଦାନ କରୁଅଛି। ପ୍ରଭୁ ମୋର ସହାୟ ହେବନ୍ତୁ। ମୋହର ହୃଦୟ ତୁମ୍ଭର ହେଉ ତୁମ୍ଭର ହୃଦୟ ମୋର ହେଉ ପୁଣି ଆମ୍ଭମାନଙ୍କ ଉଭୟର ସମ୍ମିଳିତ ହୃଦୟ ଈଶ୍ୱରଙ୍କ ହେଉ। ସୁଶାନ୍ତ କାଲକାଟା ଆକାଂକ୍ଷା କୁମାରୀ ପାଣି ତୁମ ସମ୍ମୁଖରେ ତୁମ ଲୋକମାନଙ୍କ ସମ୍ମୁଖରେ ତୁମରି ପବିତ୍ର ମନ୍ଦିର ପ୍ରତିଜ୍ଞା କରି ପରସ୍ପରକୁ ସ୍ୱାମୀ ହିସାବରେ ଗ୍ରହଣ କରିଅଛନ୍ତି। ଯେଉଁ ସମସ୍ତ ପ୍ରତିଜ୍ଞା କରିଅଛନ୍ତି ସମସ୍ତ ପ୍ରତିଜ୍ଞା ଜୀବନ ଶେଷ ପର୍ଯ୍ୟନ୍ତ ପ୍ରତିପାଳନ କରିବାକୁ ଅନୁଗ୍ରହ କର। ଏମାନଙ୍କ ଦାମ୍ପତ୍ୟ ଜୀବନରେ ତୁମକୁ ଭୟ କରିବେ, ତୁମର ସେବା କରିବେ, ତୁମର ଅନ୍ୱେଷଣ କରିବେ ଅନୁଗ୍ରହ କର। ଜଗତ ମଧ୍ୟରେ ମନ୍ଦ ପ୍ରଲୋଭନ ସୈତାନର ସମସ୍ତ ପ୍ରତିଯୋଗିତା ରକ୍ଷା କର। ଯାବତ ଯୁବକ ମୋ ଛାତ୍ର ବସ୍ତି କରି ତୁମ ସେବା କରି ତୁମଠାରୁ ଧନ ଜନ ଅନବସ୍ତ୍ର ପ୍ରାପ୍ତ ହେବେ ଅନୁଗ୍ରହ କର। ଏକ ମନ ଏକ ଭାବାପନ ଜୀବନ କାଟିବାକୁ ସାହାଯ୍ୟ କର। ନିଶ୍ଚୟ ମଙ୍ଗଳ ଦୟା ଏମାନଙ୍କ ଜୀବନ ଶେଷ ଯାଏ ଏମାନଙ୍କ ପଶ୍ଚାତ୍ ଆଶୀର୍ବାଦ କର। ଏହି ସମୟରେ ବିବାହ ଚିହ୍ନ ସ୍ୱରୂପେ ଏମିତି ଆଦାନ ପ୍ରଦାନ କରିବେ ପ୍ରଚୁର ଭାବରେ ଆଶୀର୍ବାଦ କର। ମହିମା ଗୌରବ କେବଳ ତୁମେ ପାଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ମୁଁ ତୁମକୁ ମୋର ଖାଦ୍ୟ ସ୍ୱରୂପେ ଗ୍ରହଣ କରୁଥିବାରୁ ବିବାହର ଚିହ୍ନ ସ୍ୱରୂପେ ଏହି ପତ୍ରିକା ପ୍ରଦାନ କରୁଅଛି। ସଡନ୍ ତମେ ଇଆଡ଼ୁ କର ମଝିରୁ କର। ମୁଁ ତୁମକୁ ମୋର ସ୍ୱାମୀ ସ୍ୱରୂପେ ଗ୍ରହଣ କରୁଥିବାରୁ ବିବାହର ଚିହ୍ନ ସ୍ୱରୂପେ ଏହି ପତ୍ରିକା ପ୍ରଦାନ କରୁଅଛି। ଏଠି ବସ ବସ ସାଇଡ୍ ହେଲେ ସବୁବେଳେ ସେଠି ହଉଛି ନା। ଇଆଡ଼େ ଦେଖ ଇଆଡ଼େ ଏ କ୍ୟାମେରା କେ ବାସ୍।
ଈଶ୍ୱର ପରିଶୁଦ୍ଧ ଆଗ ଦେବା ନିମନ୍ତେ ଏହି ସଭା ସାକ୍ଷୀ ଈଶ୍ୱରଙ୍କ ସମ୍ମୁଖରେ ଶପଥ ଗ୍ରହଣ ପର୍ଯ୍ୟନ୍ତ ସ୍ୱୀକୃତ ହୋଇଛନ୍ତି। ପୁଣି ପରସ୍ପର ହସ୍ତ ଧରି ବିବାହ ଚିହ୍ନ ଦେଇ ନିଜ ନିଜ ସମ୍ମତି ପ୍ରକାଶ କରିଛନ୍ତି। ଅତେ ମୁଁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ରାଷ୍ଟ୍ର ବେଦୁଠାରେ ସର୍ବ ସମକ୍ଷରେ ସ୍ୱାମୀ ଓ ଭାତ ବୋଲି ସ୍ୱୀକାର ପ୍ରକାଶ କରୁଅଛି। ଏହି ସମୟରେ ବରକନ୍ୟା ଆଠକୁ ଦେବେ। ଅନୁରୋଧ କରୁଛି ପ୍ରଭୁଙ୍କ ଦାସମାନଙ୍କୁ ଦୟାକରି ଆଗକୁ ଆସିବେ। ସେମାନଙ୍କର ଦକ୍ଷିଣ ହସ୍ତ ବରକନ୍ୟା ରଖିବେ। ପୁଣି ଅନୁରୋଧ କରିବି ସ୍ଥାନୀୟ ମଣ୍ଡଳ ପାଳକ ପୁଣି ସମ୍ବଲପୁର ମଣ୍ଡଳୀ ବରଙ୍କ ମଣ୍ଡଳୀ ଯେଉଁ ପାଳକ ଅଛନ୍ତି ସେମାନେ ଆସିବେ ପ୍ରାର୍ଥନା ଉତ୍ତର। প্রিয় প্রভু তোমার ধন্যবাদ করুଛୁ এই সময় নিমন্তে কারণ প্রভু পূর্বরে যে যোজনা করেছিল সুশান্ত এবং আকাঙ্ক্ষা ঝিরঙ্গ নিমন্তে আজি প্রভু তুমি জগত মন্দিরে তাଙ୍କୁ সফল କରିଥିବାରୁ ତୁମର ଧନ୍ୟବାଦ କରୁଛୁ। ପ୍ରଭୁ ଆଜି ସେମାନେ ପବିତ୍ର ବନ୍ଧନରେ ଏକତ୍ର ବାନ୍ଧି ହୋଇଛନ୍ତି। ଆଜି ଯେଉଁ ପ୍ରତିଜ୍ଞା ନେଇ ଅଛନ୍ତି ପ୍ରଭୁ ସେମାନଙ୍କର ଶେଷ ଦିନ ପର୍ଯ୍ୟନ୍ତ ଯେପରି ଏକାଠି ହୋଇ ପ୍ରଭୁ ରହିବେ ଏବଂ ଖ୍ରୀଷ୍ଟୀୟ ଆଦର୍ଶର ଗୁଣ ସବୁ ଜଗତ ମଧ୍ୟରେ ଦେଖାଇବେ ଏ ପ୍ରକାର ଆଶୀର୍ବାଦ କର। ସେମାନଙ୍କର ଆଗାମୀ ଭବିଷ୍ୟତକୁ ପ୍ରଭୁ ମଙ୍ଗଳ ଏବଂ ଆଶୀର୍ବାଦ କରି ପ୍ରଭୁ ବହୁବଂଶ ପ୍ରଜାବନ୍ତ କରି ସେମାନଙ୍କୁ ଆଶୀର୍ବାଦ କର। ସେମାନଙ୍କୁ ସୁସ୍ଥ ସବଳତା ଆରୋଗ୍ୟତା ଦେଇ ପ୍ରଭୁ ଏହି ଜଗତ ମଧ୍ୟରେ ବଞ୍ଚିବା ପାଇଁ ସାହାଯ୍ୟ କର। ସବୁ ଗୌରବ ମହିମା ତୁମକୁ ଦେଇ এই দম্পতিকে তোমার হস্তরে সমর্পণ করি এবং সেবাଙ୍କର ভবিষ্যৎକୁ তোমার হস্তরে সমর্পণ করি। প্রিয় যিশুଙ୍କ নামରେ এই প্রার্থনা উৎসর্গ করুଛୁ পিতা, আমেন। ସ୍ୱର୍ଗୀୟ ପିତା ପରମେଶ୍ୱର ପବିତ୍ର ନାମର ଗୌରବ କରି ଧନ୍ୟବାଦ ଦେଉଛୁ ବାପା। ତୁମେ ତୁମର ସ୍ୱର୍ଗୀୟ ସମ୍ପର୍କ ଅନୁଯାୟୀ ଆମ ଝିଅ ଆକାଶକୁ ସହିତ ସମ୍ବଲପୁର ବାପ୍ତିସ୍ମ ମଣ୍ଡଳୀର ପୁଅ ସୁଶାନ୍ତ ପ୍ରଭୁ ତୁମେ ଆପଣଙ୍କ ସାକ୍ଷୀ ସ୍ୱରୂପ ଆଜି ରହିଲ ସେମାନଙ୍କର ବିବାହକୁ ଦେଖିବା ପାଇଁ। ସ୍ୱର୍ଗୀୟ ପିତା ପରମେଶ୍ୱର ଆମେ ଦୁହିଁଙ୍କୁ ତୁମ ପବିତ୍ର ଚରଣରେ ସମର୍ପଣ କରି ନିବେଦନ କରୁଛୁ ବାପା। ତୁମକୁ ପ୍ରାଧାନ୍ୟତା ଦେଇ ତୁମକୁ ପ୍ରାଥମିକତା ଦେଇ ପ୍ରଭୁ ତୁମର ସେବା ଉଦ୍ଦେଶ୍ୟରେ ପ୍ରଭୁ ସେମାନେ ବଢ଼ିବେ ଏଥିପାଇଁ ତୁମେ ଦୟାକର ଅନୁଗ୍ରହ କର। ସେମାନଙ୍କର ବୈବାହିକ ଜୀବନ ଅଛି ପ୍ରଭୁ ଆଖପାଖରେ ଲୋକମାନଙ୍କ ନିମନ୍ତେ ଅନେକଙ୍କ ନିମନ୍ତେ ଏକ ଆଦର୍ଶର କାରଣ ରହିବ, ଆଶୀର୍ବାଦର କାରଣ ହେବ। ଏଥିପାଇଁ ପ୍ରଭୁ ତୁମେ ଦୟା କର। ସ୍ୱାମୀ ସ୍ତ୍ରୀ ଭାବରେ ଯେପରି ପ୍ରଭୁ ତୁମ ମଣ୍ଡଳୀର ସେବା କରିବେ, ଅନେକଙ୍କର ଉପକାର କରିବେ, ଏଥିପାଇଁ ମଧ୍ୟ ପ୍ରଭୁ ତୁମେ ସେଇ ଦର୍ଶନ ପ୍ରଭୁ ତୁମେ ଦୁହିଁଙ୍କୁ ପଢ଼ି ଉଭୟ ପରିବାର ମଧ୍ୟ ତୁମ ପବିତ୍ର ଚରଣରେ ସମର୍ପଣ କରି ଯୀଶୁଙ୍କ ନାମରେ ପ୍ରାର୍ଥନା କରୁ। ଆମେନ୍। ଭବିଷ୍ୟତ ତୁମକୁ ଆଶୀର୍ବାଦ କରନ୍ତୁ, ସେ ତୁମକୁ ଲଙ୍କା ପ୍ରଦାନ କରନ୍ତୁ, ତାଙ୍କ ସମୁଦ୍ର ପ୍ରେମରେ ତୁମକୁ ପ୍ରବିଷ୍ଟ କରନ୍ତୁ, ତାଙ୍କ ପ୍ରେମ ଅମୃତ ଦ୍ୱାରା ତୁମକୁ ପରିଚାଳନା କରନ୍ତୁ। ମନ୍ଦିରରେ ଶେଷରେ ସେ ପ୍ରେମ ନାମରେ ତାଙ୍କ ପ୍ରେମ ଉପରେ ଆତ୍ମସାତ କରନ୍ତୁ। ଭବିଷ୍ୟତରେ ସଦା ପ୍ରକାଶ ଆମେ এই সভায় Perfect. நல்லா இருக்கு.
सुशांत को आकांक्षा कुमारी विवाह कर समय आकांक्षा कुमारी पानी आकांक्षा कुमारी गवर्नमेंट सर्टिफिकेट ग्रहण करेंगे सर्टिफिकेट कन्या को परिवार मध्य रही कन्यांकर भाई आशीर्वाद कन्यांकर भाई आशीर्वाद अच्छा से बर को मोदी प्रदान करेंगे তুমি ইখন দিবলৈ চক ইনো ভাল হ'ব ইয়াৰা कन्यांकर भाई मनमोहन बरम प्रदान करेंगे कन्यांकर दादा अवतार सामा सानुमा कन्यांकर दादा धर्मपत्नी बरम को गाड़ी के प्रदान करेंगे शीघ्र आसते कन्यांकर सांग वर्षा कन्या को उपहार देने जमते शीघ्र आसते कन्यार अति प्रिय सांग कमतापा से मध्य आसले कन्या को उपहार देने 2015 पास में बेंच कन्या को उपहार देने शीघ्र आसले उत्साह प्रार्थना दल कन्या को उपहार देने नर करते बिना पके येड़ा तक पे येड़ा तक कौन येड़े येड़ा तक येड़े फोटो दरकार है फोटो दरकार नहीं किसी समय हमें समस्त खाद्य निमंत्रण पदवी प्रार्थना कर स्वयं निवेश प्रभु श्री आकांक्षा पुआ सुशांतर विवाह आनंद मंत्र जो प्रस्तुत कर
ଗ୍ରାମ